ମୁଁ ଏ ବିଷୟରେ ଆଜି ବିଭିନ୍ନ ଅଧିକାରୀ ମାନଙ୍କ ସହିତ କଥା ହେଲି। ପ୍ରକୃତରେ ଗୋଟେ ଚିନ୍ତାଜନକ ପରିସ୍ଥିତି ହେଇଛି। ଡାକ୍ତରମାନଙ୍କର ଏ ଆନ୍ଦୋଳନ ଦ୍ୱାରା ଜନସାଧାରଣ ରୋଗୀମାନେ ବହୁତ ହଇରାଣ ହେଉଛନ୍ତି। ପୋଷ୍ଟମର୍ଟମ ହେଇପାରୁନାହିଁ ଏବଂ ରୋଗୀମାନେ ଚିକିତ୍ସା ଅଭାବରୁ ଗୋଟେ କଷ୍ଟରେ ଚଳୁଛନ୍ତି। ସୌଭାଗ୍ୟ ଯେ ଆୟୁଷ ଡାକ୍ତରମାନେ ଏହି ସମୟରେ ଅନେକ ପରିଶ୍ରମ କରୁଛନ୍ତି। ମୁଁ ଏ ବିଷୟରେ ପ୍ରଥମେ ବାଲେଶ୍ୱର ଜିଲ୍ଲାପାଳଙ୍କ ସହିତ କଥା ହେଲି, ମାନ୍ୟବର ମନ୍ତ୍ରୀ ମୁକେଶ ମହାଲିଙ୍କ ସହିତ କଥା ହେଲି, ମାନ୍ୟବର ସ୍ୱାସ୍ଥ୍ୟ ସଚିବଙ୍କ ସହିତ କଥା ହେଲି, ସିଡିଓଙ୍କ ସହିତ କଥା ହେଲି। ମୁଁ ସିଡିଓ କହିଲି ତୁରନ୍ତ ଆପଣ କିଛି କଣ୍ଟ୍ରାକ୍ଚୁଆଲ ରିଟାୟାର୍ଡ ଡକ୍ଟର ମାନଙ୍କୁ ଏନଗେଜ କରନ୍ତୁ। ମାନ୍ୟବର ମନ୍ତ୍ରୀଙ୍କ ସହିତ କଥା ହେଲି ଏବଂ ମନ୍ତ୍ରୀ ମୋତେ ବତେଇଲେ ଯେ ସେ ତାଙ୍କ ସହିତ ବାରମ୍ବାର ଆଲୋଚନା କରିଛନ୍ତି ଏବଂ ତାଙ୍କୁ କହିଥିଲେ ଡକ୍ଟର୍ସ ଡେରେ 1 ତାରିଖରେ ଆନ୍ଦୋଳନ କରୁନାହିଁ, 2 ତାରିଖରେ ଆମେ ବସି କଥାବାର୍ତ୍ତା ହେବା। ସେମାନେ ମାନିଲେ ନାହିଁ। ବୋଲି ତାହେଲେ କାର୍ଯ୍ୟାନୁଷ୍ଠାନ କରନ୍ତୁ। ସେ କହିଲେ ଆମେ ତ ଏସ୍ମା ଲାଗୁ କରିଦେଇଛୁ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରୁଛୁ। ମୁଁ ଓମସାର ସେକ୍ରେଟାରୀଙ୍କ ସହିତ ବି କଥା ହେଲି। ମୁଁ କହିଲି ଯେ ଡାକ୍ତରମାନେ ଏପରି ଆନ୍ଦୋଳନ କରିବା ଦ୍ୱାରା এটা ସରକାରଙ୍କ ବିରୁଦ୍ଧରେ ନୁହେଁ, ଜନସାଧାରଣଙ୍କ ବିରୁଦ୍ଧରେ ଗୋଟେ ଯୁଦ୍ଧ କରୁଛନ୍ତି ଆପଣମାନେ। ରୋଗୀମାନଙ୍କର କ'ଣ ଦୋଷ? ଗୋଟେ ବୈଦ୍ୟ ଧର୍ମ ଅଛି। ରାବଣର ବୈଦ୍ୟ ସେ ମଧ୍ୟ ଲକ୍ଷ୍ମଣଙ୍କର ପ୍ରାଣ ରକ୍ଷା କରିବା ପାଇଁ ବାଟ ବତେଇଥିଲେ। ରାବଣ ତାଙ୍କୁ ଯେତେ ତାଡ଼ନା କଲେ ବି ସେ କହିଲେ ମୋତେ ବୈଦ୍ୟ ଧର୍ମ ପାଳନ କରିବାକୁ ପଡ଼ିବ। ଚିକିତ୍ସକ ଗୋଟେ ଧର୍ମ ଅଛି। ସେ ରୋଗୀମାନଙ୍କ ଉପରେ ଅସହାୟ ଅବସ୍ଥାରେ ଛାଡ଼ିଦେବାଟା ଗୋଟେ ଅମାନବିକ କାର୍ଯ୍ୟ। ଏ ଗୋଟେ ଭୟଙ୍କର ମନରେ ମୋର ବିଦ୍ରୋହ ଆସୁଛି ଏବଂ ମୁଁ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ କହିଛି। ମାନ୍ୟବର ମନ୍ତ୍ରୀ ବାରମ୍ବାର ଆଲୋଚନା ଚଳାଇଛନ୍ତି। ମୁଁ ଆଶା କରୁଛି ଦିନେ ଭିତରେ ସମାଧାନ ହେବ, ନହେଲେ କଠୋର ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରାଯାଉ। ଅନ୍ୟ ରାଜ୍ୟ ବି ଡାକ୍ତରମାନଙ୍କୁ ଏ କରାଯିବ। ମୁଁ ଓମସାର ସେକ୍ରେଟାରୀଙ୍କୁ ଆଜି ବଡ଼ ନିବେଦନ କଲି ଏବଂ ସେ କହିଲେ ଯେ ଆମକୁ ଡାକନ୍ତୁ, ଆଉ ଥରେ ଆପଣ କୁହନ୍ତୁ। ମୁଁ କହିଲି ମୁଁ ଡାକିବା କଥା କହିଛି। ମୁଁ ମନ୍ତ୍ରୀଙ୍କୁ କହିଲି ଆଉ ଥରେ ଡାକନ୍ତୁ। ମନ୍ତ୍ରୀ କହିଲେ ଯେତେବେଳେ ସେମାନେ ସମୟରେ ଆସିଲେ ନାହିଁ, ତେଣୁ ବର୍ତ୍ତମାନ ସେମାନେ ଆନ୍ଦୋଳନ ୱିଥ୍ଡ୍ର କରିକି ଆସନ୍ତୁ। ତେଣୁ ମୋର କହିବା କଥା ଜିଦ୍ଦି କରିକିରି ରୋଗୀମାନଙ୍କ ଅବସ୍ଥା ହଇରାଣ କରାনো। ଏବେ ଗୋଟେ ଡେଡ୍ ବଡି ପୋଷ୍ଟମର୍ଟମ ହେଇପାରୁନଥିଲା, ମୁଁ କଲେକ୍ଟରଙ୍କୁ କହିକି ସିଡିଓଙ୍କୁ କହିକି ତାକୁ ଏଠୁ ନେଇକି ପୋଷ୍ଟମର୍ଟମ କରିବା ବ୍ୟବସ୍ଥା କରାଗଲା। ଏହିପରି ଅଭାବନୀୟ ପରିସ୍ଥିତି ଯେଉଁମାନେ ଆଣିଦେଇଛନ୍ତି ସେମାନେ ଜନସାଧାରଣଙ୍କ ଶତ୍ରୁତାଚରଣ କରୁଛନ୍ତି। ତାଙ୍କର ଦାବି ଶୁଣିବା ପାଇଁ ଅନ୍ୟ ବାଟରେ ସେମାନେ ଆନ୍ଦୋଳନ କରିପାରିବେ। ସେମାନେ କଳା ପତାକା ଧାରଣ କରନ୍ତୁ, ଅନ୍ୟାନ୍ୟ ଯାହା କରନ୍ତୁ, କିନ୍ତୁ କାମ ବନ୍ଦ କରିକି ଏପରି ଆନ୍ଦୋଳନ କରିବାଟା ବିଲକୁଲ ଅମାନବୀୟ। ଏବଂ ଆମେ ଜନସାଧାରଣ ଆମର ପ୍ରଥମ ପସନ୍ଦ, ବାକି ନେତା ସଂଗଠନ ଏସବୁ ସେକେଣ୍ଡାରୀ। ଆଗେ ଜନସାଧାରଣଙ୍କ ସ୍ୱାର୍ଥକୁ ଦେଖିବାକୁ ପଡ଼ିବ। ସେମାନେ ମୁଁ ପୁଣି ଡାକ୍ତରମାନଙ୍କୁ ନିବେଦନ କରୁଛି ସେମାନେ ତୁରନ୍ତ ସରକାରଙ୍କ ସହିତ ଆଲୋଚନା କରନ୍ତୁ। କହିଲେ ମୁଁ ମାନ୍ୟବର ମନ୍ତ୍ରୀଙ୍କ ସହିତ କଥା ହେଇକି ତାଙ୍କ ସହିତ ଆଲୋଚନାକୁ ଫେସିଲିଟେଟ୍ କରିଦେବି, କିନ୍ତୁ କାମ ତୁରନ୍ତ ଯୋଗଦାନ କରନ୍ତୁ, ତୁରନ୍ତ ଆନ୍ଦୋଳନ ୱିଥ୍ଡ୍ର କରନ୍ତୁ। ନା ନା କିଛି ଗ୍ରେସ୍ ପିରିୟଡ ଦେବା ଦରକାର ନାହିଁ। କାର୍ଯ୍ୟାନୁଷ୍ଠାନ ଆରମ୍ଭ ଏସ୍ମା ଲାଗୁ ହେଇଗଲା। ଆଜି ମୁଁ ଅନ୍ୟ କିଛି ପୁରୁଣା ମାନେ ରିଟାୟାର୍ଡ ଡକ୍ଟର ମାନଙ୍କୁ ବି ଅପିଲ କରୁଛି ସେମାନେ ତୁରନ୍ତ ଯୋଗଦାନ କରନ୍ତୁ। ଯେଉଁ ସାମାନ୍ୟ ଅନାରିୟମର ବ୍ୟବସ୍ଥା ଅଛି ସେମାନେ ଇମର୍ଜେନ୍ସି ସିଚୁଏସନକୁ ମୁକାବିଲା କରିବା ପାଇଁ ଲୋକଙ୍କ ସେବାରେ ଆସନ୍ତୁ। ମୁଁ ଏ ବିଷୟରେ ସିଡିଓଙ୍କ ସହିତ କଥା ହେଇଛି ଏବଂ ପୁଣି ମୁଁ ଡାକ୍ତରମାନଙ୍କୁ ଲିଷ୍ଟ କରିକି ତାଙ୍କୁ ଦଉଛି, ମାନେ ସେମାନେ ଡାକିକିରି କାମରେ ଲଗେଇ ପାରିବେ ଏ ପରିସ୍ଥିତିକୁ ସାମ୍ନା କରିବା ପାଇଁ। ଚେତାବନୀ ମଧ୍ୟ ଦିଆଯାଇଛି ଯେ ଦରମା ବନ୍ଦ କରାଯିବ, ଡାକ୍ତରମାନେ ଯେଉଁମାନେ କାର୍ଯ୍ୟ ନ କରିବେ ତାକୁ ବାହାର କରିବା ପାଇଁ ମଧ୍ୟ ସରକାର ଅସହାୟ ନୁହନ୍ତି, ସରକାର କରିବେ ନିଶ୍ଚୟ। ଆଚ୍ଛା, ଆନ୍ଦୋଳନ ସ୍ଥଳକୁ ବିଜେଡି ନେତା ଡେଲି ଯାଉଛନ୍ତି, ତାଙ୍କୁ ନିଆଁରେ ଘିଅ ପକଉଛନ୍ତି। ଆଜି ବି ଯାଇଥିଲେ, କଣ କହିବେ ସେଭଳିଆ? ତାଙ୍କ ସରକାର ଅମଳରେ ତ କିଛି କରିପାରିବେ। ଦେଖନ୍ତୁ ସେମାନେ ବର୍ତ୍ତମାନ ତାଙ୍କର ଅସ୍ତିତ୍ୱ ଦେଖିବା ପାଇଁ ଯିବେ। ଗଣତନ୍ତ୍ରରେ ସମସ୍ତଙ୍କର ଅଧିକାର ଅଛି। ଏ ଗୋଟେ ମାନବୀୟ ସମସ୍ୟା, ଆକୁ ମୁଁ ରାଜନୀତି କରିବାକୁ ଚାହୁଁନି। ସବୁ ଦଳ ଲୋକମାନେ ମିଶିକିରି ଏଇ ସମସ୍ୟାର ସମାଧାନ କରିବା ପାଇଁ ଆଗେ ଆସିବା ଉଚିତ। ଡାକ୍ତରମାନେ କହୁଛନ୍ତି ନଇଁବା ନାହିଁ, ସରକାର ତାଙ୍କୁ 3 ମାସ ସମୟ ଦେଇଥିଲେ, 6 ମାସ ପଳେଇଲାଣି, ସେ ତାଙ୍କର ବି ଜୀବନ ଅଛି। ଶୁଷ୍କମ କାଷ୍ଠଞ୍ଚ ମୂର୍ଖଞ୍ଚ, ଶୁଖିଲା କାଠଟା ନଇଁବ ନାହିଁ, ଭାଙ୍ଗିଯିବ। କଞ୍ଚା କାଠ ଯେ ଭାଙ୍ଗିଦେଲେ ନଇଁ ଆସିବ, କଞ୍ଚା ବାଉଁଶଟା ନଇଁ ଆସିବ।